ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆସନ୍ତୁ ଆଜି ସକାଳରୁ ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ସୁନା ରୂପାର ଦରରେ ବୃହତ ହ୍ରାସ, ଆସିଲା ନୂଆ ରେକର୍ଡ। ମିଳିଥିବା ଖବର ଅନୁଯାୟୀ ଯଦି ଆପଣ ସୁନା କିମ୍ବା ରୂପାର ଅଙ୍କ କିଣିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଆସିଛି। ତେବେ ସୁନା ଓ ରୂପାର ମୂଲ୍ୟରେ ପୁଣି ହ୍ରାସ ଘଟିଛି। ଏହିଭଳି ପରିସ୍ଥିତି ଏହି ସୁଯୋଗ ଆଦୌ ହାତଛଡ଼ା କରିବା ଉଚିତ ନୁହେଁ। ଆଜି ସୁନାର ମୂଲ୍ୟ 1530 ଟଙ୍କା ହ୍ରାସ ପାଇଥିବା ବେଳେ ରୂପାର ମୂଲ୍ୟ 2500 ଟଙ୍କା ହ୍ରାସ ପାଇଛି। ତେବେ ଭୁବନେଶ୍ୱର 24 କ୍ୟାରେଟ୍ ସୁନାର ଦର 72,460 ଟଙ୍କା କାରବାର ହେଉଛି। କିନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। 2 ମାସ ହେଲା ଓଡ଼ିଶାକୁ ଯକ୍ଷ୍ମା ଔଷଧ ଯୋଗାଣ ବନ୍ଦ। ବାରମ୍ବାର ଅନୁରୋଧ ପରେ ବି ନିଧଡ଼କ କେନ୍ଦ୍ର ସରକାର। ମିଳିଥିବା ଖବର ଅନୁଯାୟୀ ଟିବି ବା ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ବିଲୋପ ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି। ଏହିପରି ଟିବି ନିବାରକ ଦିଗରେ ଓଡ଼ିଶାକୁ ସଫଳତା ମିଳିଛି, କିନ୍ତୁ ଓଡ଼ିଶାରେ ଟିବି ରୋଗୀମାନଙ୍କର ଭୟଙ୍କର ସ୍ଥିତି ଦେଇ ଗତି କରୁଛନ୍ତି। ଗତ 2 ମାସ ହେଲା କେନ୍ଦ୍ର ସରକାର ଓଡ଼ିଶାକୁ ଟିବି ଔଷଧ ଯୋଗାଣ ବନ୍ଦ କରିଛନ୍ତି। ନ୍ୟାସନାଲ ଟିବି ଏଲିମିନେସନ ପ୍ରୋଗ୍ରାମ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟକୁ ଟିବି ଯୋଗାଇଥାନ୍ତି। ମାତ୍ର ଔଷଧ ଅଭାବରୁ ରାଜ୍ୟରେ ହଜାର ହଜାର ରୋଗୀମାନଙ୍କର ଅବସ୍ଥା ଗୁରୁତର ହେବାରେ ଲାଗିଛି। 2025 ସୁଦ୍ଧା ଟିବିର ସମ୍ପୂର୍ଣ୍ଣ ବିଲୋପ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। 27 ଯାଏଁ ତାତିରୁ ନିସ୍ତାର ନାହିଁ, ଆହୁରି 4 ଦିନ ଜଳିବ ଓଡ଼ିଶା। ମିଳିଥିବା ଖବର ଅନୁଯାୟୀ ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ। ଆଗାମୀ 4 ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। 24 ତାରିଖ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ। ପାରଦ 2ରୁ 3 ଡିଗ୍ରୀ ଖସିବ। ଏହା 41 ଡିଗ୍ରୀ ପାଖାପାଖି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ଲୋକଙ୍କୁ ସତର୍କ ଅବଲମ୍ବନ ଜାରି କରିବାକୁ ମଧ୍ୟ କୁହାଯାଇଛି। ପାଣିପାଗ ବିଭାଗ କହିଛି 27 ଯାଏଁ ତାତିରୁ ନିସ୍ତାର ନାହିଁ। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶନାମାରେ ଜାରି ହୋଇଛି ଯେ 24 ଓ 25ରେ ଉତ୍ତର ଉପକୂଳ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି। 26-27ରେ ରାଜ୍ୟ ଗ୍ରୀଷ୍ମ ପ୍ରବାହ ସ୍ଥିତି ଗମ୍ଭୀର ହେବ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଦଶମରେ 93% 5% ମାର୍କ ଦେଖି ବେହୋସ ହୋଇଗଲେ ଛାତ୍ର, ଆଇସିୟୁରେ ଭର୍ତ୍ତି। ମିଳିଥିବା ଖବର ଅନୁଯାୟୀ ପ୍ରକାଶ ପାଇଛି ଉତ୍ତରପ୍ରଦେଶ ଦଶମ ପରୀକ୍ଷାର ରେଜଲ୍ଟ। ଛାତ୍ରମାନେ ଅନେକ ଦିନ ଧରି ୟୁପି ବୋର୍ଡ ପରୀକ୍ଷାର ଫଳାଫଳକୁ ଅପେକ୍ଷା କରିଥିଲେ, କିନ୍ତୁ ଏହି ସମୟରେ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଏଠାରେ ଜଣେ ଦଶମ ଶ୍ରେଣୀର ଛାତ୍ର ଜଣକ ତାଙ୍କର ବୋର୍ଡ ପରୀକ୍ଷାର ଫଳାଫଳ ଦେଖିବା ପରେ ବେହୋସ ହୋଇଗଲେ। ତାଙ୍କ ଅବସ୍ଥା ଏତେ ଗୁରୁତର ହେଲା ଯେ ସେ ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତେବେ ଏହି ଛାତ୍ର ଜଣକ ବିଫଳ ହୋଇନାହାନ୍ତି କିମ୍ବା ତାଙ୍କର ମାର୍କ କମ୍ ନାହିଁ। ତେବେ ତାଙ୍କର 95% 5% ମାର୍କ ଦେଖି ଛାତ୍ରଟି ଭଲ ମାର୍କରେ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ଯେ ତାଙ୍କ ଫଳାଫଳ ଦେଖିବା ପରେ ଛାତ୍ର ଜଣକ ବେହୋସ ହୋଇଗଲେ ଆଉ ଏତେ ସିରିୟସ୍ ହୋଇଗଲେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।